ଖରାଦିନେ କିସମିସ୍ ଖାଇବା କାହିଁକି ଜରୁରୀ? ଶରୀରର ଏକାଧିକ ସମସ୍ୟା ଦୂର କରେ କିସମିସ୍। ହାଡ଼କୁ ଶକ୍ତ ରଖେ ଓ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରାଏ। କିସମିସ୍ ଶରୀରକୁ ଥଣ୍ଡା ରଖେ ଏବଂ ବିଷମୁକ୍ତ କରେ। ଆଜିକାଲି ଲୋକମାନେ ଏପରି ଖାଦ୍ୟ ଖାଆନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ। ଏହା ବ୍ୟତୀତ ଡିହାଇଡ୍ରେସନ୍ ଆଶଙ୍କା ବୃଦ୍ଧି ପାଇଥିବା ବେଳେ ଗ୍ରୀଷ୍ମ ଋତୁରେ ଶରୀରକୁ ଅଧିକ ପାଣି ଆବଶ୍ୟକ ପଡ଼ିଥାଏ। ଆମେରିକୀୟ କାର୍ଡ଼ିଓଲୋଜି କଲେଜର ରିପୋର୍ଟ ଅନୁଯାୟୀ କିସମିସ୍ରେ ଭଲ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଇରନ୍ ଥାଏ, ଯାହାଦ୍ୱାରା ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଭିଜା କିସମିସ୍ ଶରୀରର ଉତ୍ତାପକୁ ଥଣ୍ଡା କରିବାରେ ସାହାଯ୍ୟ କରିପାରେ। ଆୟୁର୍ବେଦ ଏବଂ ପୁଷ୍ଟିସାର ଅନୁସାରେ କିସମିସ୍ରେ ଥିବା ପ୍ରାକୃତିକ ମିଠା ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଟାସିୟମ୍ ଶରୀରକୁ ଥଣ୍ଡା ଏବଂ ବିଷମୁକ୍ତ କରିବାରେ ସାହାଯ୍ୟ କରେ। ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା କରୁଥିବା ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମ ଋତୁରେ ଶରୀର ବହୁତ ପରିମାଣରେ ଜଳୀୟ କମିଯାଏ। ଏପରି ପରିସ୍ଥିତିରେ ଶରୀରକୁ ହାଇଡ୍ରେଟ୍ ରଖିବାରେ କିସମିସ୍ ବହୁତ ଲାଭଦାୟକ ହୋଇପାରେ। ଏହାକୁ ରାତିସାରା ଭିଜାଇ ସକାଳେ ଖାଇବା ଦ୍ୱାରା ଏହାର ପୁଷ୍ଟିକର ତତ୍ତ୍ୱ ଦ୍ୱିଗୁଣିତ ପ୍ରଭାବ ଦେଖାଏ। ଭିଜା କିସମିସ୍ରେ ଭରପୁର ପରିମାଣରେ ଆଇରନ୍, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ। ଭିଜା କିସମିସ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସାହାଯ୍ୟ ହୁଏ ଏବଂ ହାଡ଼ ମଜବୁତ ହୁଏ। ଗ୍ରୀଷ୍ମ ଋତୁରେ ଭିଜା କିସମିସ୍ ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ। ଶରୀରର ଉତ୍ତାପ ବୃଦ୍ଧି ପାଏ ନାହିଁ। ଭିଜା କିସମିସ୍ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ ହୁଏ। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିବାରେ ମଧ୍ୟ ସାହାଯ୍ୟ କରେ। ଗ୍ରୀଷ୍ମ ଋତୁରେ ଅନେକ ଲୋକ କୋଷ୍ଠକାଠିନ୍ୟର ଶିକାର ହୁଅନ୍ତି। ଭିଜା କିସମିସ୍ ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ପାଚନ ଶକ୍ତି ଉନ୍ନତ କରିବା ଏବଂ କୋଷ୍ଠକାଠିନ୍ୟ ରୋକିବା ପାଇଁ ରାତି ସାରା କିସମିସ୍ ଭିଜାଇ ସକାଳେ ଖାଇବା ଲାଭଦାୟକ। ଏହା ଏସିଡିଟି ଏବଂ ବଦହଜମି ଭଳି ପେଟ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। କିସମିସ୍ରେ ଆଇରନ୍ ଏବଂ କପର ପ୍ରଚୁର ପରିମାଣରେ ଥାଏ। ଏହା ଲାଲ ରକ୍ତ କଣିକା ଉତ୍ପାଦନ ବୃଦ୍ଧି କରିବାରେ ଏବଂ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ଭିଜା କିସମିସ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ହୃଦରୋଗୀଙ୍କ ଆଶଙ୍କାକୁ ହ୍ରାସ କରିପାରେ। କିସମିସ୍ରେ ଥିବା ପୋଟାସିୟମ୍ ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଆରିକା ଫୁଡ୍ସ ନାମକ ଏକ ସଂଗଠନର ରିପୋର୍ଟ ଅନୁଯାୟୀ କିସମିସ୍ରେ ବୋରୋନ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି କଠିନ ପଦାର୍ଥ ଭଲ ପରିମାଣରେ ଥାଏ, ଯାହା ହାଡ଼କୁ ମଜବୁତ କରିଥାଏ। ଏହା ଅଷ୍ଟିଓପୋରୋସିସ୍ ଅର୍ଥାତ୍ ହାଡ଼ର ଦୁର୍ବଳତାକୁ ରୋକିବାରେ ସାହାଯ୍ୟ କରେ। ଏହାର ସେବନ ଦ୍ୱାରା ସନ୍ଧି ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ। ବ୍ୟୁରୋ ରିପୋର୍ଟ, ସନଷ୍ଟାର ଟିଭି।